तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। माँ आज रविवार आमे कहानी कह आरंभ करवा। जड़े व्यक्ति थिले से अत्यंत कृपण। हठात दिने से स्वप्न देखिले जे स्वप्न रे तांको जने शून्यवाणी करचंती कई जने देखी पारना से तांकर रूप कहते तुम्हें 100 टंका खर्च कर 1000 मिल जीव। से भयस टी एते दृढ़ थिला से भावुचंती निद भांगिला परे सतरे कौन संभव एमती बारंबार से दो पांच पढ़ुंट 100 टंका खर्च कले 1000 टंका मिल जेहेतु से कृपण तेणु लोभ हूँ तार गोटे गुण खर्च करने कुंठित तेणु जमा करिवार लोभ रही तेणु से भावुंट सतरे 100 टंका खर्च कले जदि 1000 मिल जीव ताहले खर्च करिवार किसी असुविधा नहीं। तेणु से भावी दो पांच से शेष को लोक मान डाकी 100 टंका खर्च कर गोटे भोजी देला। पुराणा काल कथा तेणु 100 टंकार गोटे भोजी है एवं 2 दिन पर गोटे पोता धन मिलला जो गराटे मिलला पोता है थिला से 1000 टंका बाहर सी पूरा दृढ़ हो गले जे स्वप्न जहाँ देखी ता सत्य हो गला कन्फर्म हो गले जे 100 टंका खर्च करथिले 1000 टंका पाई गले। एमती किछि दिन चलीगला पुणी थे स्वप्न देखिले जे 1000 खर्च कले 10,000 मिल। बर्तमान थे देखी आम मनुष्य मानकर गोटे अभ्यास एवं कोर्ट रे भी देखिए जिते केस आसे एमती अन्य जगह यही कोर्ट केस रे एया राय दिखाई यही प्रकार सांगे सांगे जमती गोटे मंतव्य प्रदान करा जाए तार दुआही दि जाए से भाव में जेहेतु यह तेणु यहाँ हम तेणु सी कहले ना 1000 खर्च कले निश्चय 10,000 मिल तेणु अविश्वास ना तेणु ता परदिन से कौन कले 1000 टंका खर्च करी लोक मान को साही पड़िशा अन्य मान को डाकी गोटे महाभोजीर आयोजन कर एवं 2 दिन पर मामू मरीगले एवं मामूकर दायाद कई नथिले तेणु से विल रे लिखि दे जाइछंती जे सबु जाक संपत्तिर अधिकारी हेले किए से ना ये व्यक्ति पाखापाखि 10,000 टंकार अधिक हम
ତେଣୁ ବର୍ତ୍ତମାନ ସେ 10,000 ଟଙ୍କାର ଅଧିକାରୀ ହେଇଗଲେ। କହିଲେ ହଁ, ସ୍ୱପ୍ନ ଯାହା ଦେଖୁଛି ତାହା ସତ ହଉଛି। ଆ ଭିତରେ ଅନେକ ମାସ ବିତିଗଲା। 6-7 ମାସ ପରେ ତାଙ୍କ ସ୍ତ୍ରୀ ସ୍ୱପ୍ନ ଦେଖିଲେ ଥରେ ଯେ 10,000 ଖର୍ଚ୍ଚ କଲେ ଲକ୍ଷେ ମିଳିବ। କଣ କହିଲେ? 10,000 ଖର୍ଚ୍ଚ କଲେ ଲକ୍ଷେ ମିଳିବ। ସ୍ତ୍ରୀଙ୍କ ଠାରୁ ଏ ସ୍ୱପ୍ନ ବୃତ୍ତାନ୍ତ ଶୁଣି ସେ ବ୍ୟକ୍ତି ଆନନ୍ଦରେ ଉଛୁଳି ପଡ଼ିଲା। ସ୍ୱପ୍ନ ମାନେ ସତ ହବ, ତମେ ଜମାରୁ ବ୍ୟସ୍ତ ହୁଅନି, ସାଙ୍ଗେ ସାଙ୍ଗେ 10,000 ଖର୍ଚ୍ଚ କର। ତେଣୁ 10,000 ସେ ଖର୍ଚ୍ଚ କରିବାର ବନ୍ଦୋବସ୍ତ କଲେ। ଗୋଟେ ବିରାଟ ଭୋଜି ଡାକିଲେ। ସମସ୍ତ ଚାରିଆଡେ ଯାହାକୁ ପାରିଲେ ଡାକିଲେ, ଖୁଆଇଲେ, ଖାଅ ଖାଅ ଖାଅ। ସମସ୍ତେ ଖୁସି ମନରେ ଖାଇଲେ। ଯୋଉ ବାଟରେ ଘାଟରେ ଯାହାକୁ ଡାକିଲେ, ଅନ୍ୟ ଆଡୁ ସବୁ ଭିନ୍ନ ଭିନ୍ନ ଦୂର ଦୂରାନ୍ତରୁ ସମସ୍ତଙ୍କୁ ଡାକି ଖୁଆଇଲେ। 2 ଦିନ ପରେ ସେ ବ୍ୟକ୍ତି ନିଜେ ମରିଗଲେ। ନିଜେ ମରିଗଲେ। ତାଙ୍କର ସମ୍ପତ୍ତି ତାଙ୍କ ସ୍ତ୍ରୀଙ୍କର ହେଇଗଲା। ତାହା ତ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ୱ ଥିଲା। ତେଣୁ ସ୍ତ୍ରୀଙ୍କର ସ୍ୱପ୍ନ ବି ସତ ହେଲା। ଇଏ ହଉଛି ଏକ ଛୋଟିଆ କାହାଣୀଟେ। ବେତାଳ କଥା ଗୋଟେ ପଢିବା। ବର୍ଷା ରାତି, ଘନ ଘନ ବିଜୁଳି, ବଜ୍ର ସମେତ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ। କୌଣସି ପ୍ରତି ଭ୍ରୂକ୍ଷେପ ନ କରି ଶବଟିକୁ କାନ୍ଧରେ ପକାଇ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରନ୍ତି ଶବ ବିକ୍ରମାଦିତ୍ୟ। ଶବସ୍ଥିତ ବେତାଳ କହିଲେ, ରାଜନ୍, ହୋଇପାରେ ତୁମେ କୌଣସି ଉଚ୍ଚ କର୍ତ୍ତବ୍ୟ ପାଳନ କରିବା ସକାଶେ ଏହିଭଳି ଶ୍ରମ ସ୍ୱୀକାର କରୁଛ। କିନ୍ତୁ ଖାଲି କର୍ତ୍ତବ୍ୟ ବୋଧ ଦ୍ୱାରା ଉଦ୍ବୁଦ୍ଧ ହେଲେ ଚଳିବ ନାହିଁ। ତାକୁ ପାଳନ କଲା ଭଳି ସାମର୍ଥ୍ୟ ମଧ୍ୟ ଥିବା ଦରକାର। ନହେଲେ ବିଡମ୍ବନା ହିଁ ସାର ହେବ। ଗୋଟିଏ କାହାଣୀ କହୁଛି ଶୁଣ। ଶୁଣିଲେ ଶ୍ରମ ଭାର ଲାଘବ ହେବ। ବେତାଳ ଆରମ୍ଭ କଲେ ତାଙ୍କର କାହାଣୀଟି। ବହୁତ ଦିନ ତଳର କଥା। ଶେଖର ନାମକ ଜଣେ ବ୍ୟକ୍ତି ଥିଲେ। ବିଦେହ ରାଜଦରବାରରେ ଜଣେ ରାଜକର୍ମଚାରୀଙ୍କର ପୁତ୍ର। ବିଦେହ ରାଜାଙ୍କ ପୁଅର ନାମ ବିଜୟ। ଶେଖର ଓ ବିଜୟ ପରସ୍ପରର ଅନ୍ତରଙ୍ଗ ବନ୍ଧୁ ଥିଲେ। ଦୁହେଁ ଜଣେ ଗୁରୁଙ୍କ ପାଖରେ ବିଦ୍ୟା ଲାଭ କରୁଥିଲେ। ବିଜୟ ରାଜପୁତ୍ର ହେଲେ ମଧ୍ୟ ଶେଖରକୁ ନିଜର ସମକକ୍ଷ ଭଳି ଦେଖୁଥିଲେ। ଶେଖରର ପିତା ହଠାତ୍ ଏକ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଲେ। ମୃତ୍ୟୁ ସମୟ ନିକଟ ହେବାର ଜାଣି ସେ ପୁତ୍ରକୁ ଡାକି କହିଲେ, ମୋର ଗୋଟିଏ ଅନ୍ତିମ ଇଚ୍ଛା ଅଛି। ଶେଖରର ପିତା, ମୋର ଗୋଟେ ଅନ୍ତିମ ଇଚ୍ଛା ଅଛି। ତୁ ଯଦି ତାକୁ ପୂରଣ କରିବୁ, ତେବେ ମୃତ୍ୟୁ ପରେ ମୋର ଆତ୍ମା ଶାନ୍ତି ପାଇବ। ମୋତେ ଜବାବ ଦେ। ଶେଖର କହିଲା, ପିତା, ଆପଣଙ୍କ ଇଚ୍ଛା ପୂରଣ କରି ନ ପାରିଲେ ମୋର ଅଯୋଗ୍ୟତା ହିଁ ପ୍ରମାଣିତ ହେବ। କଣ ଆପଣଙ୍କର ଇଚ୍ଛା କୁହନ୍ତୁ? ଶେଖରଙ୍କର ପିତା କଠୋର କଣ୍ଠରେ କହିଲେ, ତୁ ବିଦେହର ରାଜବଂଶ ଯେପରି ଲୁପ୍ତ ହେବ ସେହି ବ୍ୟବସ୍ଥା କରିବୁ। କଣ କହିଲେ? ବିଦେହର ରାଜବଂଶ ଯେପରି ଲୁପ୍ତ ହେବ ସେହି ବ୍ୟବସ୍ଥା କରିବୁ। ଶେଖର ଚମକି ପଡିଲେ। କହିଲେ, ପିତା, ଆପଣ କଣ କହୁଛନ୍ତି? ପିତା କହିଲେ, ଶେଖରଙ୍କର ପିତା କହୁଛନ୍ତି, ରୋଗ ଶଯ୍ୟାରେ ପଡିଛନ୍ତି, କହୁଛନ୍ତି, ମୁଁ ଯଥାର୍ଥ ନିର୍ଦ୍ଦେଶ ଦେଇଛି। ଥରେ ରାଜା ମୋତେ ଦରବାରରେ ଅପମାନ ଦେଇଥିଲେ। ସେତିକି ବେଳେ ହିଁ ମୁଁ ଏ କାମ କରିବାର ଶପଥ ନେଇଥିଲି। କିନ୍ତୁ ହଠାତ୍ ବ୍ୟାଧି ଯୋଗୁ ମୋର ଯୋଜନା ବ୍ୟର୍ଥ ହେଲା। ପୁତ୍ର ହିସାବରେ ମୋର ଅପୂର୍ଣ୍ଣ ଇଚ୍ଛା ପୂର୍ଣ୍ଣ କରିବା ତୋର ପରମ କର୍ତ୍ତବ୍ୟ। ମୋତେ ଜବାବ ଦେ, ନହେଲେ ମୁଁ ଶାନ୍ତିରେ ମରିପାରିବି ନାହିଁ। ଶେଖର ଟିକେ ଦୋଦପାଞ୍ଚ ହୋଇ ନିଜ ପିତାଙ୍କର କରୁଣ ଅବସ୍ଥା ଦେଖି ତାଙ୍କ ଇଚ୍ଛା ପୂରଣ କରିବାର ଶପଥ ନେଲା। ପିତାଙ୍କ ମୁହଁରେ ହସ ଫୁଟିଲା। ପରେ ପରେ ସେ ଶରୀର ତ୍ୟାଗ କଲେ। ପିତାଙ୍କର ମୃତ୍ୟୁରେ ରାଜଦରବାରରେ ତାଙ୍କରି ଶୂନ୍ୟ ସ୍ଥାନଟି ଶେଖରକୁ ମିଳିଲା। କିଛି ଦିନ ପରେ ବିଦେହର ରାଜା ମଧ୍ୟ ଶରୀର ତ୍ୟାଗ କଲେ। ରାଜକୁମାର ବିଜୟ ସିଂହାସନ ଆରୋହଣ କଲେ। ଶେଖର ଜଣେ କର୍ମଚାରୀ ହେଲେ ମଧ୍ୟ
ରାଜା ବିଜୟ ତାଙ୍କୁ ପୂର୍ବବତ୍ ମିତ୍ର ଭାବରେ ହିଁ ଦେଖୁଥାନ୍ତି। ବିଶେଷତଃ ରାଜଦରବାର ଛାଡି ବାହାରେ ବୁଲିବାକୁ ବା ଶିକାର କରିବାକୁ ଗଲାବେଳେ ରାଜା ବିଜୟ ଶେଖରଙ୍କୁ କେବଳ ଯେ ସାଥିରେ ନେଇଯାଉଥାନ୍ତି ତା ନୁହେଁ, ନିଜେ ଯେପରି ଚଳୁଥାନ୍ତି ଶେଖରଙ୍କ ପାଇଁ ମଧ୍ୟ ସେଇଭଳି ସୁବିଧା କରିଦେଉଥାନ୍ତି। ଶେଖର କିପରି ନିଜ ଶପଥ ଅନୁସାରେ କାମ କରିବ ସେହି ଚିନ୍ତାରେ କିନ୍ତୁ ଡୁବି ରହିଥାଏ। ବିଜୟଙ୍କର କୌଣସି ଭାଇ ଭଉଣୀ ନଥାନ୍ତି। ବିଜୟ ମଧ୍ୟ ବିବାହ କରିନଥାନ୍ତି। ବିଜୟ ହେଉଛନ୍ତି କିଏ? ରାଜା। ଶେଖର ହେଉଛନ୍ତି ତାଙ୍କର ରାଜକର୍ମଚାରୀ, କିନ୍ତୁ ପୂର୍ବରୁ ସେ ତାଙ୍କର ସହପାଠୀ ଥିଲେ, ଯୋଉଠିକି ଶେଖର ବିଜୟଙ୍କର ବନ୍ଧୁତା ପୂର୍ଣ୍ଣରେ ଯଦି ଦେଖାଯାଏ, ବିଜୟ ତାଙ୍କ ପ୍ରତି ଅତ୍ୟନ୍ତ ସହୃଦୟ ଏବଂ ତାଙ୍କର ବିଶାଳ ହୃଦୟର ପ୍ରମାଣ ଦେଇ ତାଙ୍କ ସହିତ ଏକ ସହପାଠୀର ବ୍ୟବହାର ହିଁ କରୁଥିଲେ। ସହପାଠୀ, ସଖା ଏବଂ କହିବାକୁ ଗଲେ ଭାଇ ଭଳି ବ୍ୟବହାର କରୁଥିଲେ। ବିଜୟ ବିବାହ କରିନଥାନ୍ତି। ଅତଏବ ଏକୁଟିଆ ବିଜୟକୁ ହତ୍ୟା କରିପାରିଲେ ହିଁ ରାଜବଂଶ ଲୁପ୍ତ ହେବ, ଏହି ଚିନ୍ତାରେ ଶେଖର ସୁଯୋଗଟି ଖୋଜୁଥିଲେ। କିଛି ଦିନ ଚାଲିଗଲା। ଥରେ ରାଜା ବିଜୟ ଶିକାର ପାଇଁ ବଣକୁ ଯାଇଥାନ୍ତି। ସାଥିରେ ଯାଇଥାନ୍ତି ଶେଖର। ନିଜର ଦେହରକ୍ଷୀ ମାନଙ୍କୁ ପଛରେ ପକାଇ ବିଜୟ କିଛି ବାଟ ଅଗ୍ରସର ହେଲେ। ସାଥିରେ ଥିଲେ ଏକମାତ୍ର ଶେଖର। ଗୋଟେ ନିର୍ଜନ ସ୍ଥାନରେ ଶେଖର ବିଜୟଙ୍କୁ ପଛରୁ ଛୁରୀ ମାରିବାକୁ ଉଦ୍ୟତ ହେଲା। କିନ୍ତୁ କାମଟି ହୋଇପାରିବା ପୂର୍ବରୁ ହଠାତ୍ କେଇ ଜଣ ସୈନ୍ୟ ଅନ୍ୟ ଦିଗରୁ ଆସି ପହଞ୍ଚିଗଲେ। ଶେଖର ସେଥିରୁ କ୍ଷାନ୍ତ ହେଇଗଲେ। ଏ ସୁଯୋଗଟି ତାଙ୍କର ହାତଛଡା ହୋଇଗଲା। ଏହାର କିଛି ଦିନ ପରେ ଦୁଇ ବନ୍ଧୁ ଦିନେ ଗୋଟିଏ ପର୍ବତ ଆରୋହଣ କରୁଥାନ୍ତି। ପର୍ବତ ସେପଟରେ ମନୋହର ଅରଣ୍ୟ। ମଧ୍ୟ ମଧ୍ୟ ପର୍ବତ ଶିଖରରୁ ଅନ୍ୟ ପଟର ଦୃଶ୍ୟ ଉପଭୋଗ କରିବା ନିମନ୍ତେ ବିଜୟ ଓ ଶେଖର ସେଠାକୁ ଯାଇଥାନ୍ତି। ଶିଖର ଦେଶରୁ ପର୍ବତର ଅନ୍ୟ ଦିଗଟି ଏପରି ଢାଲୁ ହୋଇଥାଏ ଯେ କାହାରି ଯଦି ଗୋଡ ଖସିଯାଏ ବଞ୍ଚିବାର ତିଳେ ମାତ୍ର ସମ୍ଭାବନା ନଥିଲା। ସେଦିନ ଦୁଇ ବନ୍ଧୁ ପର୍ବତ ଶିଖରରେ ଠିଆ ହୋଇଥାନ୍ତି। ଶେଖର ଦେଖିଲା ଏଇଟା ଗୋଟେ ସୁବର୍ଣ୍ଣ ସୁଯୋଗ। ଯଦି ଗୋଟିଏ ଧକ୍କା ଦିଏ ତେବେ ବିଜୟ ନିଶ୍ଚୟ ମରିବ। ସେ ଧକ୍କା ଦେବାକୁ ଯାଉଛି, ସେତିକି ବେଳେ ବିଜୟ ବୁଲି ପଡି କହିଲେ, ଚାଲ ଏବେ ଫେରିଯିବା। ଏହାପରେ ଦୁହେଁ ଅଦୂରରେ ଖଣ୍ଡିଏ ପଥର ଉପରେ ବିଶ୍ରାମ ପାଇଁ ବସିଥିଲେ। ଦ୍ୱିତୀୟ ସୁଯୋଗଟି ମଧ୍ୟ ହାତଛଡା ହୋଇଗଲା। ସେତିକି ବେଳେ ରାଜା ବିଜୟ କହୁଛନ୍ତି, ବନ୍ଧୁ, ଗତ ରାତିରେ ମୁଁ ଗୋଟେ ଅଦ୍ଭୁତ ସ୍ୱପ୍ନ ଦେଖିଛି। ଶେଖର ପଚାରିଲେ, କଣ ସେ ସ୍ୱପ୍ନ? କହୁଛନ୍ତି, ବଣ ଭିତରେ ତୁମେ ମୋ ପିଠିରେ ଛୁରୀ ମାରିବାକୁ ବସିଛ। ଦେଖୁଛନ୍ତି କିଏ? ସେ ରାଜା ବିଜୟ ଦେଖୁଛନ୍ତି ସ୍ୱପ୍ନ। କହୁଛନ୍ତି, ମୁଁ ସ୍ୱପ୍ନ ଦେଖୁଛି ବଣ ଭିତରେ ତୁମେ ମୋ ପିଠିରେ ଛୁରୀ ମାରିବାକୁ ବସିଛ। ସେଥିରୁ ମୁଁ ବର୍ତ୍ତି ଗଲା ପରେ ମତେ ତୁମେ ଗୋଡାଇ ଗୋଡାଇ ଆସି ଏଇ ପର୍ବତ ଉପରକୁ ଠେଲି ଦେଇ ମାରିଦେବାକୁ ବସିଛ। ଓଃ, କି ଭୟଙ୍କର ସେ ଥିଲା ସ୍ୱପ୍ନ, ବିଜୟ କହିଲେ। ଶେଖରର ମୁହଁଟି ଏହା ଶୁଣି ଫିକା ପଡିଗଲା। ଥରି ଉଠିଲା ମଧ୍ୟ ସେ। ଭାବିଲା, ସେ ସ୍ୱପ୍ନ କଥା ବର୍ଣ୍ଣନା କରୁଛନ୍ତି ନା ଜାଣି ପାରିଛନ୍ତି ମୋର ଅଭିସନ୍ଧି ବିଷୟରେ। ହଠାତ୍ ରାଜା ବିଜୟ ଶେଖର ଉପରେ ତୀବ୍ର ଦୃଷ୍ଟି ନିବଦ୍ଧ କରି ପଚାରିଲେ, ଗତ କେତେ ଦିନ ହେଲା ତୁମେ ମୋତେ ମାରିବାକୁ ଚେଷ୍ଟା କରୁଛ? ମୁଁ କେବେ ତୁମ ପ୍ରତି କେଉଁ ଅନ୍ୟାୟ କଲି ଯେ ତୁମେ ଏଭଳି ଭୀଷଣ କାମ କରିବାକୁ ନିଶ୍ଚୟ କଲ? ସବୁ କଥା କହିଯାଅ, ନହେଲେ ଛାଡିବି ନାହିଁ। ଶେଖର ଏଥର ନିଶ୍ଚୟ ହେଲେ ଯେ ବିଜୟ ଜାଣି ପାରିଛନ୍ତି ତାଙ୍କର ଅଭିସନ୍ଧିର ରହସ୍ୟ। ତାଙ୍କ ଅଭିସନ୍ଧିକୁ ସେ ଜାଣିପାରି ସେ ରହସ୍ୟକୁ ଉନ୍ମୋଚନ କରିବା ପାଇଁ ପ୍ରଶ୍ନ ପଚାରିଛନ୍ତି। ଶେଷକୁ ଶେଖର ନିଜର ପିତାଙ୍କର ଅନ୍ତିମ ଇଚ୍ଛା ପ୍ରକାଶ କରିଛନ୍ତି। ବିଜୟ କହିଲେ, ଓଃ, ତୁମେ ଶ୍ରୀରାମଚନ୍ଦ୍ରଙ୍କ ଭଳି ପିତୃଭକ୍ତ ବୋଲାଇବାକୁ ଚେଷ୍ଟା କରୁଛ, କିନ୍ତୁ ଶ୍ରୀରାମ ପିତୃ ଆଜ୍ଞା ପାଳନ କରିବାକୁ ଯାଇ ନିଜେ ତ୍ୟାଗ କରିଥିଲେ, କାହାରି ଅନିଷ୍ଟ କରିନଥିଲେ। ବେଶ, ତୁମେ ବର୍ତ୍ତମାନ ମୋତେ ବଧ କରି ତୁମ ପିତାଙ୍କ ଇଚ୍ଛା ପୂର୍ଣ୍ଣ କରିପାର।
ତତ୍କ୍ଷଣାତ୍ ଶେଖର ଛୁରୀ ବାହାର କଲା, କିନ୍ତୁ ସଙ୍ଗେ ସଙ୍ଗେ ବିଜୟ ତରବାରୀ ବାହାର କରିବାର ଦେଖି ସେ ଶଙ୍କିଗଲା। ବିଜୟ ହସି କହିଲେ, ଦେଖ ଶେଖର, ବିନା ପ୍ରତିରୋଧରେ ଯଦି ମୁଁ ତୁମ ହାତରେ ମରିବି, ତେବେ ତାହା ଆତ୍ମହତ୍ୟା ଭଳି ହେବ। ତାହା ଆତ୍ମହତ୍ୟା ଭଳି ହେବ। ଆତ୍ମହତ୍ୟା ଘୋର ପାପ, ମୋତେ ନର୍କରେ ପଡ଼ିବାକୁ ହେବ। ସେପରି ଭାବରେ ମୋତେ ହତ୍ୟା କଲେ ତୁମେ ବି ନର୍କକୁ ଯିବ। ଲଢ଼େଇ କରି ଯିଏ ମରିବ, ସିଏ ଅନ୍ତତଃ ସେଭଳି ପାପରୁ ନିଷ୍କୃତି ପାଇବ। ତେଣୁ ସ୍ଥିର ହେଲା, ଶେଖର ତୁମେ ଲଢ଼ିବ ତ? ଶେଖର ଏବେ ଲଢ଼ିବାକୁ ବାଧ୍ୟ ହେଲା, କିନ୍ତୁ ରାଜା ବିଜୟଙ୍କର ବିଚକ୍ଷଣ ତରବାରୀ ଚାଳନା ଆଗରେ ସିଏ ବା କାହୁଁ ତିଷ୍ଠି ପାରନ୍ତା। ତା ହାତରୁ ତରବାରୀଟି ଛିଟକି ଗଲା। ତାପରେ ବିଜୟଙ୍କ ଚୋଟରେ ତା ମୁଣ୍ଡଟି ମଧ୍ୟ ଗଲା, ଶିର ସ୍କନ୍ଧଚିତ ହୋଇଗଲା। ବର୍ତ୍ତମାନ କାହାଣୀଟି ଏଇଠି ଶେଷ ହେଲା। ବର୍ତ୍ତମାନ ପ୍ରଶ୍ନ ବେତାଳ ପଚାରୁଛନ୍ତି ମହାରାଜଙ୍କୁ, ବର୍ତ୍ତମାନ ଆମ ପାଖରେ ରହିଥିବା ସାମ୍ରାଜ୍ଞୀ ମାନେ ଉତ୍ତର ଦେବେ। ବିଜୟ ଶେଖରକୁ ପରାଜିତ କରିସାରିଲା ପରେ ତାକୁ ଛାଡି ନ ଦେଇ ତା ମୁଣ୍ଡ କାଟ କରିବା କଣ ବନ୍ଧୁ ଦ୍ରୋହ ନୁହେଁ କି, ମିତ୍ର ଦ୍ରୋହ ନୁହେଁ କି? ପରାଜିତ ତ ହେଇଗଲା, ଶେଖର ଯେତେ ପରାଜିତ ହେଇସାରିଲା ପରେ ତା ମୁଣ୍ଡ କାଟ କାହିଁ କଲେ? ଶେଖର ତ ରାଜ୍ୟ ଲୋଭ ବା ସେପରି କୌଣସି ମାମୁଲି କାରଣରୁ ବିଜୟଙ୍କୁ ମାରିବାକୁ ଯାଉନଥିଲା। ପିତୃ ଆଜ୍ଞା ପାଳନ କରିବା ନିମନ୍ତେ ସେ ସେଭଳି କାମ କରିବାକୁ ଉଦ୍ୟତ ହେଉଥିଲା। ବିଜୟ ତାକୁ ପଦଚ୍ୟୁତ କରିପାରିଥାନ୍ତେ, କାରାରୁଦ୍ଧ କରିପାରିଥାନ୍ତେ, କିନ୍ତୁ ତାହା ନକରି ତାକୁ ହତ୍ୟା କରିବା ଦ୍ୱାରା ତାଙ୍କ ଭିତରେ ଯୋଉ ବନ୍ଧୁ ପ୍ରୀତି ଥିଲା ପ୍ରମାଣିତ ହେଉଛି ଯେ ବନ୍ଧୁ ପ୍ରୀତି ନଥିଲା ବୋଲି। ଏହା ନୁହେଁ କି? ଇଏ ହେଉଛି ତାଙ୍କର ପ୍ରଶ୍ନ। ଏବେ ଆପଣମାନେ ଉତ୍ତର ଦିଅନ୍ତୁ। ପ୍ରଜ୍ଞାଯୁକ୍ତ ତ୍ରିଜ୍ଞା ଅବା। ତିନି ପ୍ରକାର ଜଗତର ଜ୍ଞାନ ହାସଲ କରିଥିବାରୁ ଆପଣଙ୍କ ନାଁ ହେଉଛି ତ୍ରିଜ୍ଞା ପ୍ରଭା। କୋଶ୍ଚିନ୍ ଟା ହେଲା, ସିଏ ବନ୍ଧୁ ଦ୍ରୋହ ନୁହଁ କି, ତାକୁ ମୁଣ୍ଡ କାଟ ଯୋଉ କରିଦେଲେ, ଯେ ତା ହାରିଗଲା, ତାକୁ କାରାରୁଦ୍ଧ କରିପାରିଥାନ୍ତେ, ତାଙ୍କୁ ହତ୍ୟା କାହିଁ କଲେ? ତେବେ ତାଙ୍କର ବନ୍ଧୁ ଦ୍ରୋହ ହେଲା ନାହିଁ କି? ଆଉ ବନ୍ଧୁ ପ୍ରୀତି କଣ ଥିଲା? ଏତେ ବନ୍ଧୁ ପ୍ରୀତି ଥିଲା ବୋଲି ବର୍ଣ୍ଣନା କରାଯାଇଛି ଆରମ୍ଭରୁ। ମା ଭାଇ, ମୁଁ ସେ ଯୋଉ ସ୍ୱପ୍ନ କଥା କହୁଥିଲେ ସେ ତା ପରଠୁ ଶୁଣି ପାରିନି। ହଉ, ହଁ, ଏଠି ରାଜା ବିକ୍ରମାକୁ ଉତ୍ତର ଦେଉଛନ୍ତି, ବିଜୟ ଶେଖରକୁ ହତ୍ୟା କଲେ ବୋଲି କୁହାଯାଇ ପାରିବ ନାହିଁ, କାରଣ ସେ ତାଙ୍କୁ ଲଢେଇ କରି ମାରିବାର ସୁଯୋଗ ଦେଲେ। ସେ ତ ପରାଜିତ ହେଲା, ଆଉ ଯେଉଁ ଭୀଷଣ କାମ ସେ ହାତକୁ ନେଇଥିଲା ସେଥିରେ ପରାଜୟର ମୂଲ୍ୟ ସ୍ୱରୂପ ତାକୁ ପ୍ରାଣ ଦେବାକୁ ହେଲା। ପ୍ରକୃତରେ ସେ ସିନା ରାଜା ବିଜୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲା। ରାଜା ବିଜୟ ଏଠି ଯାହା ଦେଲେ ସେଟା ହଉଛି ତାଙ୍କୁ ଦଣ୍ଡ ଦେଲେ ମାତ୍ର। ମୃତ୍ୟୁଦଣ୍ଡ ଏବଂ ହତ୍ୟା କେବେ ଦୁଇଟି ଏକା କଥା ନୁହଁ, ତେଣୁ ସେ ହତ୍ୟା କରିନାହାନ୍ତି, ମୃତ୍ୟୁଦଣ୍ଡ ଦେଇଛନ୍ତି। ଆଉ ଦ୍ୱିତୀୟ କଥା ହେଲା, ପିତୃଭକ୍ତି ସେ ଯୋଉ ରକ୍ଷା କରିବାକୁ ଯାଉଥିଲେ, ଏଥିରୁ ଯାହା ଜଣା ପଡୁଛି ରାଜା ତାକୁ କେବେ କିଛି ଅପମାନ ଦେଇଥାଇ ପାରନ୍ତି, ଏବଂ ଶେଖରଙ୍କ ଯୋଉ ପିତା ସେ ଯଦି ମହତ୍ ଲୋକ ହେଇଥାନ୍ତେ, ତେବେ ସିଏ ଏହିପରି ଏକ କ୍ରୂର ବିଚାରଧାରା ରଖି କେବେ ଶେଷ ଇଚ୍ଛା କରିନଥାନ୍ତେ। ତେଣୁ ଦେଖନ୍ତୁ, ଏଠି ଦେଖିବାକୁ ଗଲେ ଯୋଉ ଘଟଣାଟି ଘଟିଛି, ଯୋଉଥିରେ କି ଶେଖରଙ୍କର ପିତା ରାଜାଙ୍କର ବଂଶ ଲୋପ କରିବାକୁ ଚେଷ୍ଟା କରିଛନ୍ତି, ସେଇଠି ଦେଖିବାକୁ ପଡିବ ଯେ ରାଜା ଯେ ବିଜୟଙ୍କର ବାପା ସେତିକି ଦୟାବାନ ନ ହେଇଥିଲେ, ସେତିକି ନ୍ୟାୟପରାୟଣ ନ ହେଇଥିଲେ, ଏଇ ପ୍ରକାରର ଖଳ ବୁଦ୍ଧି ରଖୁଥିବା ବ୍ୟକ୍ତିକୁ ମଧ୍ୟ ସେ ରାଜ କର୍ମଚାରୀ ପଦରୁ ନିଷ୍କାସିତ କରିନାହାନ୍ତି। ତେଣୁ ଏହା ଜଣେଇ ଦଉଛି ଯେ ରାଜା ମହାନ ଥିଲେ, ବିଜୟଙ୍କର ପିତା ଯେ ମହାନ ଥିଲେ। ତେଣୁ ଶେଖରଙ୍କର ପିତା ହିଁ ହଉଛନ୍ତି, ଯଦି ଦେଖାଯାଏ, ନିମ୍ନ ସ୍ତରରେ ରହିଛନ୍ତି ଏବଂ
ହିଂସା ପରାୟଣ ହେଇଛନ୍ତି, ଯୋଉଟା କି କେବେ ବି ବିବେକ ପୂର୍ଣ୍ଣ ବୋଲି କୁହାଯିବନି, ଅବିବେକିତା ହିଁ କୁହାଯିବ। ତେଣୁ ଅବିବେକିତା ପିତାଙ୍କର ଶପଥକୁ ବା ପ୍ରତିଜ୍ଞାକୁ ପାଳନ କରିବା ଏକ ଭୁଲ ନିଷ୍ପତ୍ତି। ଏହା ଏକ ଭୁଲ ନିଷ୍ପତ୍ତି। ତେଣୁ ଇଏ ଯୋଉ ଶପଥ ସେ କଲେ ସେଟା ହଉଛି ଏକ ପାପପୂର୍ଣ୍ଣ ଶପଥ, ଏବଂ ସେ ଯୋଉ ପାପପୂର୍ଣ୍ଣ ଶପଥ କରିଛନ୍ତି ତାର ପ୍ରାୟଶ୍ଚିତ କରିବାକୁ ପଡିବ ତାଙ୍କୁ। ଆଉ ସେଠି ଶେଖର ନିଜେ ବି ବନ୍ଧୁ ପ୍ରୀତି ଏବଂ କୃତଜ୍ଞତା ଭାବ ରଖିନାହାନ୍ତି, କାରଣ ତାଙ୍କ ପିତାଙ୍କ ଭିତରେ ଯାହା ହେଇଥିଲା, ବିଜୟ କେବେ ବି ଶେଖରଙ୍କୁ ଆଭାସ ମଧ୍ୟ ଦେଇନାହାନ୍ତି ଯେ ସେ ଜଣେ ରାଜକର୍ମଚାରୀ, ଇଏ ଜଣେ ରାଜା। ତେଣୁ ଏ ପ୍ରକାରର ବନ୍ଧୁ ପ୍ରୀତି, ଏ ପ୍ରକାର ଆଦର୍ଶକୁ ସିଏ ଶ୍ରେଷ୍ଠ ମନେ ନ କରି, ତାକୁ ପାଳନ କରିବାକୁ ଚେଷ୍ଟା ନ କରି, ଏକ ପାପପୂର୍ଣ୍ଣ ଶପଥ ଯୋଉଥିରେ କି ଅନ୍ୟ କାହାର ଦୋଷ ଆଉ କାହାକୁ ଭୋଗିବାକୁ ପଡୁଛି। ତେଣୁ ଇଏ ହଉଛି ଏକ ହୀନମନା, ଏବଂ ଯୋଉ ହୀନମନା ଯାହା ଭିତରେ ରହିଛି, ତେବେ ସିଏ ଅପା ତ୍ରିଜ୍ଞା ଅପା ଯେପରି କହିଲେ, ସେ କେବେ ନା କେବେ ପୁନର୍ବାର ତାକୁ ମାନେ ଚରିତାର୍ଥ କରିବାକୁ ଚେଷ୍ଟା କରିପାରେ। ଏଠି କେବଳ ଘଟଣା ନୁହଁ ଯେ ସେ ବିଜୟକୁ ମାରିବ ବୋଲି, ଏଇ ହୀନମନା ହିଁ ଧୀରେ ଧୀରେ କଣ ହବ, ନଷ୍ଟ କରିଦେବ ତାଙ୍କର ଅନ୍ୟ ସମସ୍ତ କାର୍ଯ୍ୟକୁ। କାରଣ ଟୋପାଏ ବିଷ ହେଲେ ମଧ୍ୟ ସମୁଦାୟ ଯୋଉ ବସ୍ତୁ ରହିଛି କଳସ ଭିତରେ ତାକୁ ନଷ୍ଟ କରିଦିଏ। ତେଣୁ ଶେଖର ହୀନମନା ହେଇଥିବାରୁ ବିଜୟଙ୍କର ଉଦାରତା ପାଖରେ ସେ ନିଜେ କ୍ଷମା ପ୍ରାର୍ଥନା ନ କରି ସେ ରେଡି ହେଇଗଲେ ଯୁଦ୍ଧ କରିବା ପାଇଁ। ତେଣୁ ଯୁଦ୍ଧରେ ପରାଜୟ ଲାଭ କରେ। ତେଣୁ ତାଙ୍କର ମୃତ୍ୟୁଦଣ୍ଡ ଏହା ହଉଛି ଗୋଟେ, ଯଦି ଦେଖାଯାଏ ରାଜା ହିସାବରେ ତାହା ଏକ ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି। ତେଣୁ ଏହା ବିଜୟଙ୍କର ମହତ୍ଵ ହିଁ ପ୍ରମାଣ କରୁଛି, କାରଣ ସେ ତାଙ୍କୁ ଲଢିବାର ସୁଯୋଗ ଦେଲେ। ମା, ଥ୍ୟାଙ୍କ ୟୁ ଅଲ୍।